ମଣିଷ ମୃତ୍ୟୁ ପରେ 11 ଦିନ କାହିଁକି ପୃଥିବୀରେ ରହିଥାଏ, ଏହାର ମୁଖ୍ୟ କାରଣ କ'ଣ? ହଁ ଦର୍ଶକ ବନ୍ଧୁ, ସାଧାରଣ ଭାବରେ ଯେଉଁ ମଣିଷ ମରିଥାଏ ତାର ଆତ୍ମା ଏ ପୃଥିବୀ ଲୋକରେ 11 ଦିନ ରହିଥାଏ। କାହିଁକି 11 ଦିନ ରହିଥାଏ? ସେ ମୃତ୍ୟୁ ପରେ ତାର ଆତ୍ମା 11 ଦିନ ଏଠାରେ କ'ଣ କରିଥାଏ ଏବଂ ସେ କେତେ ଦିନରେ ଯମଲୋକ ଦର୍ଶନ କରିଥାଏ? ତ ଦର୍ଶକ ବନ୍ଧୁ, ମୁଁ ପବିତ୍ର ସ୍ୱାଗତ କରୁଛି ଆଜିର ନୂଆ ଅଧ୍ୟାୟକୁ। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଆରମ୍ଭରୁ ଶେଷ ଯାଏ ଦେଖିବେ ଏବଂ ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ ଆପଣଙ୍କ ସାଙ୍ଗସାଥି ନିକଟକୁ ଭିଡ଼ିଓଟିକୁ ସେୟାର କରିଦେବେ, ଯାହାଫଳରେ କି ସେମାନେ ମଧ୍ୟ ଏ ଗୁପ୍ତ ରହସ୍ୟ ବିଷୟରେ ଜାଣିପାରିବେ। ଦର୍ଶକ ବନ୍ଧୁ, ଗରୁଡ଼ ପୁରାଣରେ ଉଲ୍ଲେଖ ଅଛି ଯେ ଯେଉଁ ବ୍ୟକ୍ତିର ମୃତ୍ୟୁ ହୋଇଥାଏ ସେ 11 ଦିନ ପର୍ଯ୍ୟନ୍ତ ଏ ମର୍ତ୍ତ୍ୟମଣ୍ଡଳରେ ବା ପୃଥିବୀରେ ରହିଥାଏ। ଏହା ଆମ ସନାତନ ଧର୍ମରେ ମଧ୍ୟ ଲେଖା ହେଇଛି। ତ ସେ 11 ଦିନ ଏଠାରେ କ'ଣ କରିଥାଏ? ଦର୍ଶକ ବନ୍ଧୁ, ଏ ମଣିଷ ପାପ କର୍ମ କରିଥାଏ ଏବଂ ପୁଣ୍ୟକର୍ମ କରିଥାଏ। ସମସ୍ତ ମଣିଷକୁ ଭଗବାନ ନାରାୟଣ ପଠାଇଥାନ୍ତି ଯେ ଏ ପୃଥିବୀ ଲୋକକୁ କିଛି ଭଲ କର୍ମ କରିବା ପାଇଁ ଏବଂ କିଛି ଖରାପ କର୍ମ କରିବା ପାଇଁ। କିନ୍ତୁ ଏ ପାପ କର୍ମ କେଉଁଥିରେ କରିବା ଦରକାର ନା, ଯେଉଁ ପାପରେ ପୁଣ୍ୟ ମିଳିଥାଏ ସେହି ପାପ କଲେ ହିଁ ଆମର ମୋକ୍ଷ ପ୍ରାପ୍ତି ହୋଇଥାଏ। କିନ୍ତୁ ଏ ମଣିଷ ପୁଣ୍ୟକର୍ମ ଛାଡ଼ି ପାପ କର୍ମରେ ଅଧିକ ଲିପ୍ତ ରହୁଛନ୍ତି। ଆପଣମାନେ ଶୁଣିଥିବେ ଏବେ ଏ ଛୋଟ ଛୋଟ ଝିଅମାନଙ୍କୁ ବଳାତ୍କାର କରାଯାଉଛି। 5 ବର୍ଷର ଝିଅ, 3 ବର୍ଷର ଝିଅ, 80 ବର୍ଷର ବୁଢ଼ୀ ମାଉସୀକୁ ମଧ୍ୟ ଏ ମଣିଷ ରାକ୍ଷସ ସମାଜ ଛାଡ଼ୁନାହିଁ। ସେ ଜାଣିବା ଦରକାର ଯେ ମୃତ୍ୟୁ ପରେ ତାଙ୍କ ପ୍ରତି କ'ଣ ଦଣ୍ଡ ବିଧାନ ଅଛି। ତାଙ୍କ ଆତ୍ମା କେବେ ବି ସଦ୍ଗତି ଲାଭ କରିପାରିବ ନାହିଁ। ସେ ଏମିତି ଭାବରେ କଷ୍ଟ ପାଇବ ଯେ ତାଙ୍କର ପୁନର୍ବାର ମଧ୍ୟ ଏ ପୃଥିବୀ ଲୋକରେ ଜନ୍ମ ହେବାର କୌଣସି ଚାନ୍ସ ନାହିଁ। ଦର୍ଶକ ବନ୍ଧୁ, ଗରୁଡ଼ ପୁରାଣରେ ଉଲ୍ଲେଖ ଅଛି ଯେ 7 ଜନ୍ମ ପରେ ହିଁ ମଣିଷ ଜନ୍ମ ପଡ଼ିଥାଏ। ତେଣୁ ଏ ମଣିଷ ଜନ୍ମରେ ପାପକର୍ମ କିଛି କରିବାଟା ଉଚିତ ନୁହେଁ। ପୁଣ୍ୟକର୍ମ କଲେ ହିଁ, ପୁଣ୍ୟ ଫଳ ଅର୍ଜିଲେ ହିଁ ଆମକୁ ମୋକ୍ଷ ପ୍ରାପ୍ତି ମିଳିଥାଏ। କିନ୍ତୁ ଯେଉଁ ପ୍ରଭୁ ଆମକୁ ଏ ପୃଥିବୀ ମର୍ତ୍ତ୍ୟମଣ୍ଡଳକୁ ଭଲ କର୍ମ କରିବା ପାଇଁ ପଠାଇଥାନ୍ତି, ଆମେ ସେ କର୍ମ ନ କରି ଆଜିର ମଣିଷମାନେ ଆମେ ପାପ କର୍ମରେ ଲିପ୍ତ ରହୁଛନ୍ତି, ମୋହମାୟା ଭିତରେ ବୁଡ଼ି ରହୁଛନ୍ତି। ତ ସେହି ଫଳରେ ଆମେ ଏଇଠି ହିଁ ଅନେକ କଷ୍ଟ ଯନ୍ତ୍ରଣା ସହିଥାଉ ଏବଂ ମୃତ୍ୟୁ ପରେ 11 ଦିନ ଏହିଠାରେ ଯେଉଁ ଭାବରେ ଆମେ କଷ୍ଟ ପାଇଥାଉ, ଶେଷରେ ଆମେ ଯେତେବେଳେ ସ୍ୱର୍ଗକୁ ଯାଇଥାଉ, ଯମରାଜ ମଧ୍ୟ ଆମକୁ ଅନେକ ପ୍ରକାର ଦଣ୍ଡ ବିଧାନ କରିଥାନ୍ତି। କାରଣ ଆମେ ହିଁ କେବେ ବି ପୁଣ୍ୟ ଫଳ ଅର୍ଜି ନଥାଉ, ସବୁବେଳେ ପାପ କର୍ମରେ ଲିପ୍ତ ଥାଉ। ତ ଦର୍ଶକ ବନ୍ଧୁ, ଆଜିର ଟପିକଟି ହେଲା ଯେ 11 ଦିନ ମଣିଷ ମୃତ୍ୟୁ ପରେ 11 ଦିନ ମର୍ତ୍ତ୍ୟମଣ୍ଡଳରେ ବା ପୃଥିବୀରେ କ'ଣ କରିଥାଏ? ଦର୍ଶକ ବନ୍ଧୁ, ସାଧାରଣ ଭାବରେ ଆମ ମଣିଷ ସମାଜ ମୋହମାୟା ଭିତରେ ବୁଡ଼ିକି ରହିଥାନ୍ତି। ଆପଣ ଯେକୌଣସି ଲୋକକୁ ଯାଇ ପଚାରନ୍ତୁ ନା କାହିଁକି, ସେ ନିଜର ସ୍ତ୍ରୀ, ପିଲା, ଛୁଆ ଏବଂ ନାତି ନାତୁଣୀକୁ ଅତି ଆଦର କରିଥାଏ। କିନ୍ତୁ ଯେଉଁ ଭଗବାନ ତାଙ୍କୁ ଏ ପୃଥିବୀ ଲୋକକୁ ପଠାଇଛନ୍ତି, କେଉଁ କାମରେ ପଠାଇଛନ୍ତି ସେ କାମ ଭୁଲି ଯାଇ ସେ ସବୁବେଳେ ମୋହମାୟା ଭିତରେ ବୁଡ଼ି ରହିଥାଏ। ତେଣୁ ଭଗବାନ କୃଷ୍ଣ କହିଛନ୍ତି ଯେ ଏହି ମର୍ତ୍ତ୍ୟମଣ୍ଡଳକୁ ମୁଁ ସମସ୍ତ ମଣିଷଙ୍କୁ ହାଟ କରିବା ପାଇଁ ପଠାଇଛି। ଗୋଟିଏ ଗୋଟିଏ ବ୍ୟାଗ୍ ଧରି ହାଟ କରିବା ପାଇଁ ପଠାଇଛି। ଯେତେବେଳେ ତୁମର ବ୍ୟାଗ୍ ପୂର୍ଣ୍ଣ ହୋଇଯିବ, ମୁଁ ସେତେବେଳେ ପୁନର୍ବାର ତୁମକୁ ମୋ ପାଖକୁ ଟାଣି ନେବି। ତ ଯଦି ଭଲ କର୍ମ କରିଥିବ ତାହେଲେ ମୋ ପାଖରେ ରହିବ, ଯଦି ଖରାପ କର୍ମ କରିଥିବ ତୁମକୁ ଯମରାଜ ହିଁ ଏତେ କଷଣ ଦେବେ ଯେ କି ତୁମେ ସ୍ୱପ୍ନରେ ସୁଦ୍ଧା ଭାବିନଥିବ। ତେଣୁ ଦର୍ଶକ ବନ୍ଧୁ,
ଏହି ଯେଉଁ ମଣିଷ ସମାଜ, ଆଜିର ମଣିଷ ସମାଜ ଯେଉଁ ମୋହମାୟା ଭିତରେ ବୁଡ଼ି ରହିଛି, ତ ସେଥିପାଇଁ ସେ ଅନେକ କଷ୍ଟ ପାଉଛି। ତ 11 ଦିନ ଯେତେବେଳେ ଗୋଟେ ମଣିଷ 11 ଦିନ ରହିଥାଏ ମୃତ୍ୟୁ ପରେ, ସେ ଦେଖିଥାଏ ଯେ ସେ ଆତ୍ମା ପ୍ରଥମେ ତାକୁ ଯେଉଁ ବୋପା ଭାଇ, ମା, ସ୍ତ୍ରୀ, ପିଲା ଛୁଆ କରି ସେ ଏତେ ଆଦର କରିଥାଏ, ତାକୁ ଅତି ନିର୍ମମ ଭାବରେ ନେଇ କାନ୍ଦି ମଶାଣିରେ ଦାହ କରିଥାନ୍ତି। ସେତେବେଳେ ସେ ଦେଖିକି ନିଜେ ନିଜେ ଅନୁତାପ କରେ ଯେ ମୁଁ ଯାହାକୁ ସ୍ତ୍ରୀ, ପିଲା ଛୁଆ, ବାପା ମା ବୋଲି କହୁଥିଲି, ସେ ମୋତେ କିଭଳି ଭାବରେ ନେଇ ମଶାଣିରେ ଜଳାଇ ଦେଉଛନ୍ତି। ଜଳାଇ ଆସିଲା ପରେ ସେ କିଭଳି ଭାବରେ ତାଙ୍କୁ ଅଣଆଡ଼ିଆ ରଖି ଖାଇବାକୁ ଏବଂ ପିଇବା ପାଇଁ ଦେଇଥାନ୍ତି। ତ ତୃତୀୟ ଦିନରେ ଯେତେବେଳେ ଆମର ସମସ୍ତ ଶାନ୍ତି ହୋଇଯାଏ, ସେ ମଧ୍ୟ ଶାନ୍ତି ହୋଇ ରହିଥାନ୍ତି। ତାକୁ ବାସିରେ କେହି ପଚାରନ୍ତିନି। ତେଣୁ 11 ଦିନ 10 ଦିନ ପର୍ଯ୍ୟନ୍ତ ଅତି ଆରାମର ସହିତ ସେମାନେ ଧୀରେ ଧୀରେ ତା ବାପାକୁ ବା ତାର ସମ୍ପର୍କୀୟକୁ ଯିଏ ମୃତ୍ୟୁବରଣ କରିଥାଏ ତାକୁ ଭୁଲି ଯାଇ ଶେଷ ଦିନ ବେଳକୁ ତାର ଅନ୍ତ୍ୟେଷ୍ଟିକ୍ରିୟା କରିଥାନ୍ତି। ସେତେବେଳେ ସେ ଦେଖି ଅତି ଦୁଃଖର ସହିତ ନିଜକୁ ଧିକ୍କାର କରିଥାଏ ଯେ ମୁଁ ଭଗବାନ ଯେଉଁ କର୍ମ କରିବା ପାଇଁ ପଠାଇଛନ୍ତି ମୋତେ ମର୍ତ୍ତ୍ୟକୁ, ସେ କର୍ମ ନ କରି ଏ ମୋହମାୟା ଭିତରେ ପଶିଲି। ମୋର ନିଜ ପିଲା ଛୁଆ, ନାତି ନାତୁଣୀମାନେ ମୋତେ ଦାହ କରି ମୋର ଅନ୍ତ୍ୟେଷ୍ଟିକ୍ରିୟା କରୁଛନ୍ତି। ଏବଂ ସେ କ୍ରିୟା ସରିଲା ପରେ 11 ଦିନ ସେ ଖୁସିରେ ଚିକେନ କରି ଖାଇଥାନ୍ତି। ଆମିଷ ହଉ ମାଛ ହଉ କରି ଖାଇଥାନ୍ତି। ତ ଶେଷରେ ଆଉ ଯେଉଁ 10 ଦିନ ରହିଲା, ସେ 10 ଦିନ ଭିତରେ ସେ ଭୁଲି ତା ବାପା ବା ତା ମାଆକୁ ଯିଏ ମୃତ୍ୟୁବରଣ କରିଥାଏ ତାକୁ ଭୁଲି ଯାଇଥାନ୍ତି। ସେ 11 ଦିନ ହିଁ ଟିକେ କାନ୍ଦିଥାନ୍ତି, ତାପରେ ତାକୁ ସବୁଦିନ ପାଇଁ ଭୁଲି ଯାଇଥାନ୍ତି। ତାକୁ ଆଉ କେହି ମନେ ପକାନ୍ତି ନାହିଁ। ତେଣୁ ଗରୁଡ଼ ପୁରାଣ ଅନୁସାରେ ଗୋଟେ ମଣିଷ ମୃତ୍ୟୁବରଣ କଲେ 21 ଦିନ ମର୍ତ୍ତ୍ୟମଣ୍ଡଳରେ ରହିଥାଏ। ସେ 21 ଦିନ ରହିଲା ପରେ ସେ ନିଜକୁ ଧିକ୍କାର କରି ଶେଷରେ ଯମରାଜଙ୍କ ନିକଟକୁ ଯାଇଥାଏ ଏବଂ ତାଙ୍କଠାରୁ ସେ ଯେଉଁ ପାପ କର୍ମ କରିଛି, ସେ ପାପ କର୍ମର ଦଣ୍ଡ ପାଇ ଯମରାଜ ଡିସାଇଡ୍ କରନ୍ତି ଯେ ସେ ସ୍ୱର୍ଗରେ ରହିବ ନା ନର୍କରେ ରହିବ, ସେ ପୁନର୍ବାର ଜନ୍ମ ପାଇପାରିବ କି ନ ପାଇପାରିବ। ତ ଦର୍ଶକ ବନ୍ଧୁ, ଏହା ଯାହା ଗରୁଡ଼ ପୁରାଣରେ ଉଲ୍ଲେଖ ଅଛି ତାହା ଆପଣଙ୍କ ନିକଟରେ ମୁଁ ପ୍ରତିପ୍ରକାଶ କଲି। ତ ଯଦି ଭିଡ଼ିଓଟି ଭଲ ଲାଗିଥାଏ, ଭିଡ଼ିଓ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏହିଭଳି ନୂଆ ହେଲ୍ପଫୁଲ୍ ଭିଡ଼ିଓ ଦେଖିବା ପାଇଁ। ଜୟ ଜଗନ୍ନାଥ।